ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ମୁଁ ଯଦି ଏ ଜଗତରେ କିଛି କରିଯାଇ ନଥାନ୍ତି ତେବେ କେବଳ ଭକ୍ତ ସମ୍ମିଳନୀ ହିଁ ମୋର ସ୍ମୃତି ରକ୍ଷା କରିପାରନ୍ତା। ଆସନ୍ତୁ ଏହି ଭକ୍ତ ସମ୍ମିଳନୀ ବିଷୟରେ କିଛି ଶୁଣିବା ଏବଂ ଦେଖିବା। ସଦ୍ଗୁରୁ ଶ୍ରୀ ଶ୍ରୀ ନିଗମାନନ୍ଦ ଦେବଙ୍କର ଗୁରୁ ଭାବର ବୈଶିଷ୍ଟ୍ୟ ହେଲା ଶିଷ୍ୟର ଅନ୍ତର୍ଜୀବନକୁ ଗୁରୁ ଶକ୍ତି ପ୍ରଭାବରେ ଯେପରି ନିୟନ୍ତ୍ରିତ କରିବା, ସେହିପରି ପରିବେଶ ପ୍ରଭାବ ଦ୍ୱାରା ଶିଷ୍ୟ ଭକ୍ତଙ୍କ ଚିନ୍ତା ଓ ଜୀବନଧାରାର ରୂପାନ୍ତର ଆନୟନ କରିବା। କେବଳ ବ୍ୟକ୍ତିଗତ ସାଧନ ଜୀବନ ହିଁ ନୁହେଁ, ସମଷ୍ଟି ଜୀବନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ସହିତ ବ୍ୟକ୍ତି ଜୀବନକୁ ଯୁକ୍ତ କରି ପରସ୍ପରର ସହଯୋଗିତା ଓ ସହମର୍ମିତା ଦ୍ୱାରା ଯେଉଁ ଉନ୍ନତ ଭାବ ପ୍ରବାହ ସୃଷ୍ଟି ହୁଏ, ସେଥିରେ ବ୍ୟକ୍ତି ସମଷ୍ଟିର ଭେଦ ଲୁପ୍ତ ହୋଇ ଏକ ଅଭିନବ ଆଧ୍ୟାତ୍ମିକ ଜୀବନ ସୃଷ୍ଟି ହୁଏ। ଏହାର ହିଁ କ୍ରମ ହେଉଛି ସଂଘ ଜୀବନ ଏବଂ ଭକ୍ତ ସମ୍ମିଳନୀ। ମଣିଷର ଜୀବନ ଯନ୍ତ୍ର ନୁହେଁ, ଯେତେବେଳେ ନାହିଁ ସେତେବେଳେ ତାହାର ରୂପାନ୍ତର ସମ୍ଭବ ନୁହେଁ। ମଣିଷ ଭିତରେ ମନ ବୋଲି ଯେଉଁ ଜିନିଷଟି ଅଛି, ତାହା ଅତ୍ୟନ୍ତ ରହସ୍ୟମୟ। ତାହା ଛଡ଼ା ଜନ୍ମ ଜନ୍ମାନ୍ତରର ସଞ୍ଚିତ ପ୍ରାରବ୍ଧ କର୍ମ ସହିତ ସଂସ୍କାର ମଧ୍ୟ ରହିଅଛି। ସଦ୍ଗୁରୁ ଶ୍ରୀ ନିଗମାନନ୍ଦ ଦେବ ସଂଘ ପ୍ରତିଷ୍ଠା ଓ ଭକ୍ତ ସମ୍ମିଳନୀ ପ୍ରବର୍ତ୍ତନ ଦ୍ୱାରା ଅନ୍ତର ସହିତ ଅନ୍ତରର ମିଳନର ଅପୂର୍ବ ସୁଯୋଗ ଆଣିଦେଇଛନ୍ତି। ବ୍ରିଟିଶ ଶାସନରେ କରଦ ଦେଶୀୟ ରାଜ୍ୟରେ ରେସିଡେଣ୍ଟଙ୍କ ପ୍ରଭାବରେ ବସ୍ତର ରାଜା ସାହେବଙ୍କ ବ୍ୟକ୍ତି ସ୍ୱାଧୀନତାର ଆତ୍ମପ୍ରକାଶ ଦିଗରେ ତାଙ୍କ ଜୀବନର ପ୍ରାଚୀର ମସ୍ତବଡ଼ ବାଧା ହୋଇଅଛି। ଇଚ୍ଛା ଥିଲେ ମଧ୍ୟ ସେହି ରେସିଡେଣ୍ଟଙ୍କ ଅନୁମତି ବ୍ୟତୀତ ଯତ୍ର ତତ୍ର ଯିବା ଆସିବା କରିବାରେ ତାଙ୍କର ସ୍ୱାଧୀନତା ନାହିଁ। ଭକ୍ତ ସମ୍ମିଳନୀ ବିଷୟରେ ରାଜା ସାହେବ ଶ୍ରୀ ଶ୍ରୀ ଠାକୁରଙ୍କ ନିକଟରୁ ଶୁଣିଥିଲେ। ଆହୁରି ବିସ୍ତୃତ ଭାବରେ ଶୁଣିଲେ ପ୍ରଜ୍ଞାନନ୍ଦ ମହାରାଜ ଓ ଫଣୀ ବାବୁଙ୍କ ନିକଟରୁ। ଆଗାମୀ ଭକ୍ତ ସମ୍ମିଳନୀରେ ଯୋଗ ଦେବା ପାଇଁ ତାଙ୍କ ମନରେ ଦୁର୍ଦ୍ଦମ ଇଚ୍ଛା ଜାତ ହେଲା। ଅବଶେଷରେ ଶ୍ରୀ ଶ୍ରୀ ଠାକୁରଙ୍କ କୃପାରେ ଭକ୍ତ ସମ୍ମିଳନୀରେ ଯୋଗଦାନ କରିବା ନିମନ୍ତେ ତାଙ୍କର ସମସ୍ତ ବାଧା ଦୂର ହୋଇଗଲା। 1335 ସାଲ ପୌଷ 10 ଦିନ ଅପରାହ୍ନରେ ସପରିବାର ଫଣୀବାବୁ ରାଜା ସାହେବଙ୍କୁ ସାଙ୍ଗରେ ଧରି ଢାକାର ଆମ ଘରକୁ ଆସିଲେ। ପୂର୍ବଦିନ ମଧ୍ୟାହ୍ନରେ ହିଁ ଶ୍ରୀ ଶ୍ରୀ ଠାକୁର ମଧ୍ୟବଙ୍ଗଳା ସାରସ୍ୱତ ଆଶ୍ରମକୁ ଚାଲି ଯାଇଥିଲେ। ଢାକାରୁ ଆଶ୍ରମ ଯାତ୍ରାରେ ରାଜା ସାହେବଙ୍କ ସଙ୍ଗୀ ହେବା ପାଇଁ ବଗୁଡ଼ାର ହରପ୍ରସାଦ ରାୟ ଓ ସୁରେନ୍ଦ୍ର ମୋହନ ଦାସଗୁପ୍ତ ସେହିଦିନ ଅପରାହ୍ନରେ ଆମ ଘରକୁ ଆସିଥିଲେ। ମୋର ଜ୍ଞାନୋଦୟ ହେବା ପରେ ମୁଁ ସେହିଥର ପ୍ରଥମ ଶ୍ରୀ ଶ୍ରୀ ଠାକୁରଙ୍କର ଏହି 2 ଜଣ ଅନ୍ତରଙ୍ଗ ଭକ୍ତଙ୍କୁ ଦେଖିଲି। ଯେତେ ସମୟ ସେମାନେ ଆମ ଘରେ ଥିଲେ, କେବଳ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରସଙ୍ଗ ବ୍ୟତୀତ ଅନ୍ୟ କୌଣସି କଥା ସେମାନଙ୍କ ମୁଖରୁ ଶୁଣି ନାହିଁ। ବାପା ଷ୍ଟେସନକୁ ଯାଇଥିଲେ ରାଜା ସାହେବଙ୍କୁ ଅଭ୍ୟର୍ଥନା କରି ପାଛୋଟି ଆଣିବାକୁ। ସଙ୍ଗରେ ଥିଲେ ମୋର ବଡ଼ ଭାଇ ମଣୀନ୍ଦ୍ର ଚନ୍ଦ୍ର ରାୟ। ସେ ହିଁ ରାଜା ସାହେବଙ୍କୁ ଷ୍ଟେସନରେ ମାଲ୍ୟାଭୂଷିତ କରିଥିଲେ। ଦୀର୍ଘ ପ୍ରତୀକ୍ଷା ପରେ ସେ ଆସି ଆମ ଘରେ ପହଞ୍ଚିଲେ। ଭକ୍ତମାନଙ୍କ ଭିଡ଼ରେ ଆମ ଘରଟି ଭରି ଉଠିଥାଏ। ଅତି ପ୍ରିୟ ଦର୍ଶନ ତାଙ୍କର ରୂପ, ସ୍ୱଭାବରେ ଅତି ବିନୟୀ ଓ ସଲ୍ଲଜ ଭାବ। ପରିପୂର୍ଣ୍ଣ ଯୌବନର ଦୀପ୍ତି ଶରୀରର ଗୋଲାପୀ ଆଭାକୁ ଯେପରି ଅଧିକ ସୌନ୍ଦର୍ଯ୍ୟମଣ୍ଡିତ କରୁଥାଏ। ଅବଙ୍ଗାଳୀ ମନେକରି ସୁରେନ୍ଦ୍ର ଦାସଗୁପ୍ତ ପ୍ରଥମେ ତାଙ୍କ ସାଙ୍ଗରେ ଇଂରାଜୀରେ କଥାବାର୍ତ୍ତା ଆରମ୍ଭ କରିବାରୁ ସେ ସମସ୍ତଙ୍କୁ ବିସ୍ମିତ କରି ପରିଷ୍କାର ବଙ୍ଗାଳୀରେ କହିଲେ, ନା ନା, ମୋର କୌଣସି ଅସୁବିଧା ହେଉନାହିଁ। ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରିୟ ସ୍ଥାନକୁ ଆସି ପାରିଥିବାରୁ ମୁଁ ଧନ୍ୟ ହୋଇଯାଇଛି। ନୃପେନ ଦାଦାଙ୍କ କଥା ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ନିକଟରୁ ଅନେକ ଶୁଣିଛି। ସେହିଦିନଠାରୁ ତାଙ୍କୁ ଦେଖିବା ପାଇଁ ଏକ ତୀବ୍ର ବାସନା ମୋ ମନରେ ଜାଗ୍ରତ ହୋଇଛି। ସେହି ଇଚ୍ଛା ଆଜି ମୋର ପୂର୍ଣ୍ଣ ହେଲା। ଆଉ ଆପଣମାନଙ୍କର ପରିଚୟ ଲାଭ କରିବାର ସୁଯୋଗ କ'ଣ ମୋ ପକ୍ଷରେ କମ୍ ସୌଭାଗ୍ୟର କଥା? ବାପା ଉପସ୍ଥିତ ବିଶିଷ୍ଟ ଭକ୍ତମାନଙ୍କ ସାଙ୍ଗରେ ରାଜା ସାହେବଙ୍କ ପରିଚୟ କରାଇଦେଲେ।
ବାପା ଓ ରାଜା ସାହେବଙ୍କ ପରସ୍ପର କଥାବାର୍ତ୍ତା ଓ ଆଚରଣରୁ ମନେ ହେଉଥିଲା ଯେପରି ଉଭୟଙ୍କ ନିକଟରେ ବହୁଦିନର ପରିଚିତ ଏବଂ ଉଭୟଙ୍କର ସମ୍ପର୍କ ଅତି ଅନ୍ତରଙ୍ଗ। ସନ୍ଧ୍ୟାର ପ୍ରାକ୍ କାଳରେ ଆମେ ସମସ୍ତେ ଆଶ୍ରମ ଉଦ୍ଦେଶ୍ୟରେ ଯାତ୍ରା କଲୁ। ଟ୍ରେନ୍ ଯେତେବେଳେ ଜୟଦେବପୁର ଷ୍ଟେସନରେ ପହଞ୍ଚିଲା ସେତେବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଥାଏ। ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ଭିଡ଼ ମଧ୍ୟରେ ଅଧିକାଂଶ ହିଁ ସମ୍ମିଳନୀର ଭକ୍ତ। ଯୋଗେନ ବାବୁ, ଯିଏକି ଜୟଦେବପୁରର ଭାୱାଲ ରାଜପ୍ରସାଦର ଅଧୀକ୍ଷକ, ଆସି ବାପାଙ୍କୁ ଜଣାଇଲେ ରାଜା ସାହେବଙ୍କ ପାଇଁ ହାତୀ ପ୍ରସ୍ତୁତ। ଷ୍ଟେସନ ବାହାରକୁ ଆସି ଦେଖିଲୁ ହାଉଦାଯୁକ୍ତ ଏକ ବିରାଟ ହାତୀ ଆରୋହୀ ଉଠିବା ନିମନ୍ତେ ଅପେକ୍ଷା କରି ବସିଅଛି। ବାପା ରାଜା ସାହେବଙ୍କୁ ହାତୀ ଉପରେ ବସିବାକୁ କହିଲେ। ରାଜା ସାହେବ ବାପାଙ୍କୁ ପଚାରିଲେ, ଆପଣମାନେ କିପରି ଯିବେ? ବାପା କହିଲେ, ଚାଲି ଚାଲି। ଏକଥା ଶୁଣି ସେ କୌଣସି ମତେ ହାତୀରେ ଯିବେ ନାହିଁ ବୋଲି ଅଡ଼ି ବସିଲେ। ବାପା ତାଙ୍କୁ ଅନେକ ବୁଝାଇଲେ। ଦୀର୍ଘ 4 ମାଇଲ ଗ୍ରାମ୍ୟ ପଥ, ଶୀତ ରାତିରେ ଯିବା ପାଇଁ ତାଙ୍କର ଅନେକ କଷ୍ଟ ହେବ, କିନ୍ତୁ ହାତୀରେ ଯିବା ପାଇଁ ସେ କୌଣସି ମତେ ରାଜି ହେଲେ ନାହିଁ। ତାଙ୍କର ବକ୍ତବ୍ୟ ହେଲା, ମୁଁ ଆପଣମାନଙ୍କର ସଙ୍ଗୀ, ପୃଥକ ଭାବରେ କାହିଁକି ଯିବି? ତୀର୍ଥଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଅନେକ ଦୁର୍ଗମ ପଥ ଅତିକ୍ରମ କରିବାକୁ ହୋଇଥାଏ। ସେ ତୁଳନାରେ ଏ ତ କିଛି ନୁହେଁ। ତାହା ଛଡ଼ା ପିଲାମାନେ ଯଦି ଚାଲି ଚାଲି ଯାଇପାରନ୍ତି ତାହେଲେ ମୁଁ ପାରିବି ନାହିଁ କାହିଁକି? ବାସ୍ତବିକ ଏହା ପ୍ରକୃତ ଭକ୍ତର କଥା। ଶୀତଦିନର ସନ୍ଧ୍ୟା, ଭକ୍ତ ସମ୍ମିଳନୀର ଭକ୍ତବୃନ୍ଦ ଦଳବଦ୍ଧ ଭାବରେ ଆଶ୍ରମ ଅଭିମୁଖରେ ଅଗ୍ରସର ହେଲେ। 4 ମାଇଲ ପଥ। ପ୍ରଥମ 1 ମାଇଲ ପଥ ମୋଟାମୋଟି ଭଲ। ତାପରେ ଗୋଟିଏ ଛୋଟ ନଦୀ, ସେଠାରେ ଘାଟ ଡଙ୍ଗାରେ ପାରି ହେବାର ବ୍ୟବସ୍ଥା ଅଛି। ତାପର 3 ମାଇଲ ପଥ ବିଲ ଭିତରେ ହିଡ଼ ଉପର ଦେଇ ଯିବାକୁ ହେବ। ସମ୍ପୂର୍ଣ୍ଣ ଅନଭ୍ୟସ୍ତ ବଙ୍ଗଳାର ମଫସଲ ଗାଁ ବାଟରେ ରାତିରେ ଚାଲି ଚାଲି ଯିବାର ଦୁର୍ଲଭ ଅଭିଜ୍ଞତା ରାଜା ସାହେବଙ୍କର ଚିରସ୍ମରଣୀୟ ହୋଇ ରହିବା କଥା। ନିର୍ଜନ ପଥରେ ଚାଲୁ ଚାଲୁ ସକଳ ନିସ୍ତବ୍ଧତା ଭଙ୍ଗ କରି କିଏ ଜଣେ ଜୟଗୁରୁ ନାମ ଗାନ ଆରମ୍ଭ କଲେ। ସଙ୍ଗେ ସଙ୍ଗେ ତାହା ସମବେତ ସ୍ୱରରେ ପରିଣତ ହେଲା। ଆକାଶ କୁହେଳିକାରେ ଆଚ୍ଛନ୍ନ, ଊର୍ଦ୍ଧ୍ୱରେ ଅନନ୍ତ ନକ୍ଷତ୍ରର ସଭା, ଆଉ ନିମ୍ନରେ ଚଳମାନ ଦଳେ ତୀର୍ଥଯାତ୍ରୀ। ବାଟ ଚାଲୁ ଚାଲୁ କାନରେ ବାଜିଲା ଖୋଳ କରତାଳର ଶବ୍ଦ। ଜାଣିପାରିଲୁ ଆଶ୍ରମ ସନ୍ନିକଟବର୍ତ୍ତୀ। ଆଶ୍ରମରେ ପହଞ୍ଚି ରାଜା ସାହେବ ଭକ୍ତମାନଙ୍କ ସହିତ କ୍ୟାମ୍ପରେ ରହିବାକୁ ଇଚ୍ଛା କଲେ। ବାପା ତାଙ୍କୁ କହିଲେ, ଏଥର କିନ୍ତୁ ଆପଣଙ୍କୁ ମୋ କଥା ଶୁଣିବାକୁ ହିଁ ହେବ। ବାପା ତାଙ୍କ ହାତ ଧରି ଆଶ୍ରମ ଅଧ୍ୟକ୍ଷ ପ୍ରେମାନନ୍ଦ ମହାରାଜଙ୍କ ସହିତ ଆଶ୍ରମ ଭିତରକୁ ପ୍ରବେଶ କଲେ। ଶ୍ରୀ ଶ୍ରୀ ଠାକୁରଙ୍କ ଶୟନ ଗୃହର ଦକ୍ଷିଣ ପାର୍ଶ୍ୱସ୍ଥ ଘରଟି ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଥିଲା। ଘରେ ଖଟିଆ ଦେଖି ତାହା ବାହାରକୁ ନେଇଯିବା ପାଇଁ ସେ ଅଡ଼ି ବସିଲେ। ତାଙ୍କର ବିଶେଷ ଅନୁରୋଧରେ ଖଟିଆଟିକୁ ଘରୁ ବାହାର କରିଦିଆହେଲା। ତାପରେ ସେ ଘର ଭିତରକୁ ଗଲେ। ମେଜିଆ ଉପରେ ତାଙ୍କର ଶଯ୍ୟାର ବ୍ୟବସ୍ଥା କରାଗଲା। ପ୍ରାଚୀନ ଭାରତର ତପୋବନରେ ମୁନି ଋଷିମାନଙ୍କ ନିକଟକୁ ରାଜା ରାଜୁଡ଼ାମାନଙ୍କର ଆଗମନ ଓ ଅବସ୍ଥାନର ଯେଉଁ ଶିଷ୍ଟାଚାର, ରାଜା ସାହେବ ସେହି ଐତିହ୍ୟ ବହନ କରି ଚାଲିଲେ। ତାଙ୍କ ପକ୍ଷରେ ଅନଭ୍ୟସ୍ତ ହେଉ ପଛକେ ତଥାପି ଶିଷ୍ଟାଚାର ଯେପରି କୌଣସି ମତେ କ୍ଷୁର୍ଣ୍ଣ ନ ହୁଏ ସେଥିପ୍ରତି ତାଙ୍କର ଥିଲା ସର୍ବଦା ସଚେତନତା। ପରଦିନ ଅର୍ଥାତ୍ ସମ୍ମିଳନୀର ପ୍ରଥମ ଦିବସର ଅତି ପ୍ରତ୍ୟୁଷରୁ ଜୟଗୁରୁ କୀର୍ତ୍ତନର ମଧୁର ତାନରେ ନିଦ ଭାଙ୍ଗିଯିବାରୁ ବାହାରକୁ ଯାଇ ଦେଖିଲି ଭକ୍ତବୃନ୍ଦ
ସମବେତ ଭାବରେ ଜୟଗୁରୁ କୀର୍ତ୍ତନ ସହ ଆଶ୍ରମର ଆସନ ମନ୍ଦିର ଓ ଶ୍ରୀ ଶ୍ରୀ ଠାକୁରଙ୍କର ଶୟନ ଗୃହାଦି ପ୍ରଦକ୍ଷିଣ କରୁଛନ୍ତି। ହଠାତ୍ ନଜରରେ ପଡ଼ିଲା ରାଜା ସାହେବ ମଧ୍ୟ ସେମାନଙ୍କ ମଧ୍ୟରେ ଅଛନ୍ତି। ତେବେ ସେ କିଛିଟା ବାହ୍ୟ ଜ୍ଞାନ ଶୂନ୍ୟ ପରି ମନେ ହେଉଥିଲା, କାରଣ ତାଙ୍କ ଦେହରେ ଶାଲ୍ଟି ଥିଲା ସତ, କିନ୍ତୁ ତାହାର ଅଧିକାଂଶ ଭାଗ ମାଟିରେ ଲୋଟୁଥିଲା। ଅନ୍ତରଙ୍ଗ ସଭାର ଅଧିବେଶନ ସକାଳ ବେଳା ଆରମ୍ଭ ହେଲା। ଆଶ୍ରମ ସମ୍ମୁଖସ୍ଥ ପ୍ରାଙ୍ଗଣରେ ଅଧିବେଶନ ଅନୁଷ୍ଠିତ ହେଲା। ଏକମାତ୍ର ଶ୍ରୀ ଶ୍ରୀ ଠାକୁରଙ୍କ ନିମନ୍ତେ ବିଶେଷ ମଞ୍ଚ, ଅନ୍ୟ ସମସ୍ତେ ତଳେ। ସମସ୍ତଙ୍କ ଅନୁରୋଧରେ ରାଜା ସାହେବ ଗୋଟିଏ ଆସନରେ ବସିଲେ। ଉପରେ ଥାଏ ଚାନ୍ଦୁଆ। ସ୍ତୋତ୍ର ବନ୍ଦନାଦି ପରେ ସ୍ୱାମୀ ନିର୍ବାଣାନନ୍ଦ ସରସ୍ୱତୀଙ୍କ ଲିଖିତ ପ୍ରବନ୍ଧଟି ପାଠ କଲେ ପ୍ରଜ୍ଞାନନ୍ଦ ମହାରାଜ। ତାପରେ ଶ୍ରୀ ଶ୍ରୀ ଠାକୁର ମହାରାଜ ଶିଷ୍ୟ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ମହାମୂଲ୍ୟ ଉପଦେଶ ବାଣୀ ଆରମ୍ଭ କଲେ। ତାଙ୍କର କଣ୍ଠସ୍ୱର ଗମ୍ଭୀର। ଧୀରେ ଧୀରେ ସେ କଥା କହୁଥିଲେ, ତଥାପି ସଭାର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ତାଙ୍କର କଥା ସ୍ପଷ୍ଟ ଶୁଣାଯାଉଥିଲା। ସେହି ସମୟରେ ମାଇକ୍ର ପ୍ରଚଳନ ନଥିଲା, ତଥାପି ତାଙ୍କ କଥା ଶୁଣିବାରେ କାହାରି କୌଣସି ଅସୁବିଧା ହୋଇନାହିଁ। ଦୀର୍ଘ ସମୟ ଧରି ସେ ଉପଦେଶ ପ୍ରଦାନ କରିଥିଲେ। ସଭାସ୍ଥଳ ନୀରବ ଓ ନିସ୍ତବ୍ଧ। ଶ୍ରୀ ଶ୍ରୀ ଠାକୁରଙ୍କ ଉପଦେଶର ସାରମର୍ମ ଥିଲା, ସଦାଚାର ଓ ନୀତି ପାଳନ ହେଲା ଧର୍ମ ଜୀବନର ମୂଳ କଥା। ସଦାଚାର ଓ ନୀତି ପାଳନର ଭିତ୍ତି ଉପରେ ଆଧ୍ୟାତ୍ମିକ ଜୀବନର ସୌଧ ପ୍ରତିଷ୍ଠିତ। ଉଦାହରଣ ସହକାରେ ସେ ଅତି ସୁନ୍ଦର ଭାବରେ ପ୍ରତ୍ୟେକଟି ବିଷୟ ବୁଝାଇ ଦେଉଥିଲେ। ମୋର ସେହି ବାଲ୍ୟକାଳର ସ୍ମୃତି ଆଜି ମଧ୍ୟ ଆଖି ଆଗରେ ସ୍ପଷ୍ଟ ଭାସି ଉଠୁଛି। ଯେପରି ସ୍ପଷ୍ଟ ଶୁଣିପାରୁଛି ତାଙ୍କର ସେହି ଗମ୍ଭୀର କଣ୍ଠସ୍ୱର। ଦ୍ୱିତୀୟ ଦିବସର ପ୍ରାତଃକାଳୀନ ଅଧିବେଶନର ଅନୁଷ୍ଠାନ ମଧ୍ୟରେ ମୋର ବିଶେଷ ଭାବରେ ମନେ ପଡ଼ୁଛି ଫଣୀବାବୁ ଓ ଯୋଗେନ୍ଦ୍ରନାଥ ବନ୍ଦୋପାଧ୍ୟାୟଙ୍କ କଥା। ଫଣୀବାବୁ ଶ୍ରୀ ଶ୍ରୀ ଠାକୁରଙ୍କ ସହିତ ରାଜା ସାହେବଙ୍କର ପ୍ରଥମ ସାକ୍ଷାତର ଘଟଣା ଠାରୁ ଶ୍ରୀ ଶ୍ରୀ ଠାକୁରଙ୍କର ବସ୍ତର ଯାତ୍ରାର ସଙ୍ଗୀ ହିସାବରେ ଆନୁପୂର୍ବିକ ବର୍ଣ୍ଣନା ଏପରି ସୁନ୍ଦର ନିଖୁଣ ଭାବରେ ପ୍ରଦାନ କଲେ ଯେ ସମସ୍ତ ଦୃଶ୍ୟାବଳୀ ଆଖି ଆଗରେ ଜୀବନ୍ତ ହୋଇ ଭାସି ଉଠିଲା। ଯୋଗେନବାବୁ କହିଥିଲେ ଗୁରୁ ଏବଂ ମନ୍ତ୍ର ସମ୍ବନ୍ଧରେ। ଫଣୀବାବୁଙ୍କ ସରସ ବର୍ଣ୍ଣନା ପରେ ଯୋଗେନବାବୁଙ୍କ ତତ୍ତ୍ୱମୂଳକ ଆଲୋଚନା ମୋ ପରି ବାଳକ ପକ୍ଷରେ ସେତେ ହୃଦୟଗ୍ରାହୀ ହୋଇନଥିଲା। ତଥାପି ତାଙ୍କର ଗୋଟିଏ କଥା ଶୁଣି ଚମକି ଉଠିଲି। ଶବ୍ଦ ଶକ୍ତିର ପ୍ରଭାବ ସମ୍ବନ୍ଧରେ ସେ ଯେତେବେଳେ ଲୌକିକ ଦୃଷ୍ଟାନ୍ତ ପ୍ରଦାନ କଲେ, ସେତେବେଳେ ମନ୍ତ୍ର ଜପ ଦ୍ୱାରା ଜାପକ ମଧ୍ୟରେ ଯେ ପ୍ରଭାବ ବିସ୍ତାର ଲାଭ କରେ ତାହା ବୁଝିବାକୁ ମୋର କୌଣସି ଅସୁବିଧା ହେଲା ନାହିଁ। ସେଦିନ ମଧ୍ୟାହ୍ନର ଉଲ୍ଲେଖନୀୟ ଘଟଣା ହେଲା, ବାରଦୀର ମୋହିନୀ ମୋହନ ବସୁଙ୍କୁ ଶ୍ରୀ ଶ୍ରୀ ଠାକୁର ସନ୍ନ୍ୟାସ ପ୍ରଦାନ କରି ନାମ ଦେଲେ ଶିବାନନ୍ଦ। ଅପରାହ୍ନରେ ସାଧାରଣ ଧର୍ମସଭା ସଭାପତି ହୋଇଥିଲେ ଭାୱଲର ରାଜା ରାଜେନ୍ଦ୍ରନାଥ ରାୟଙ୍କର ଦୌହିତ୍ର ଜିତେନ୍ଦ୍ରନାଥ ବନ୍ଦୋପାଧ୍ୟାୟ। ବକ୍ତାମାନଙ୍କ ମଧ୍ୟରେ ଯୋଗେଶ୍ୱର ଗଙ୍ଗୋପାଧ୍ୟାୟ ଏବଂ ଢାକାର ଇଷ୍ଟ ବେଙ୍ଗଲ ଟାଇମ୍ସ ପତ୍ରିକାର ସମ୍ପାଦକ ନଗେନ୍ଦ୍ରନାଥ ଦତ୍ତଙ୍କ କଥା ବିଶେଷ ଭାବରେ ମନେ ଅଛି। ପରଦିନ ପୌଷ 14 ଦିନ ଅପରାହ୍ନରେ ଶ୍ରୀ ଶ୍ରୀ ଠାକୁର, ଫଣୀବାବୁ ଓ ଅନ୍ୟ କେତେଜଣ ଭକ୍ତଙ୍କ ସହ ଢାକାକୁ ଆସିଲେ। ଆମେମାନେ ସେହିଦିନ ସକାଳ ବେଳା ଘରକୁ ଚାଲି ଆସିଥିଲୁ। ପୌଷ 15 ଦିନ ଶ୍ରୀ ଶ୍ରୀ ଠାକୁର ଏବଂ ସପରିବାର ଫଣୀବାବୁ କଲିକତା ଚାଲିଗଲେ। ସେହିଦିନ ଅପରାହ୍ନରେ ରାଜା ସାହେବ କଲିକତାଗାମୀ କେତେଜଣ ଭକ୍ତ ଏବଂ କେତେଜଣ ସନ୍ନ୍ୟାସୀ ବ୍ରହ୍ମଚାରୀଙ୍କ ସହିତ ଢାକାକୁ ଆସିଲେ। ମନେ ପଡ଼ୁଛି ଏମାନଙ୍କ ମଧ୍ୟରେ ଶ୍ରୀମଦ୍ ପୂର୍ଣ୍ଣ ଚୈତନ୍ୟ ବ୍ରହ୍ମଚାରୀ ମଧ୍ୟ ଥିଲେ। ପରବର୍ତ୍ତୀ କାଳରେ ସ୍ୱାମୀ ପୂର୍ଣ୍ଣାନନ୍ଦ ସରସ୍ୱତୀ ରୂପେ, ଯିଏ ସାରସ୍ୱତ ମଠର ମହନ୍ତ ହୋଇଥିଲେ। ଆମ ଘରକୁ ଆସି ରାଜା ସାହେବ ବାବାଙ୍କୁ କହିଲେ, ଶ୍ରୀ ଶ୍ରୀ ଠାକୁରଙ୍କର ଆଦେଶ, ଆପଣଙ୍କ ବସାରେ ମୋତେ 3 ରାତ୍ରି ରହିବାକୁ ହେବ। ଏ ଘରକୁ ଆସି ପ୍ରଥମେ ଏହି ରକମ
ଗୋଟାଏ ଇଚ୍ଛା ମୋ ମନରେ ଜାଗିଥିଲା। ଶ୍ରୀ ଶ୍ରୀ ଠାକୁର ମୋର ସେହି ଇଚ୍ଛା ପୂର୍ଣ୍ଣ କରିଦେଲେ। ମନେ ହୁଏ ଏହାର କୌଣସି ତାତ୍ପର୍ଯ୍ୟ ଅଛି। ବାପା କହିଲେ ଯେ ଠାକୁର ମଧ୍ୟ ତାଙ୍କୁ ସେ କଥା କହି ଯାଇଛନ୍ତି। ରାଜା ସାହେବଙ୍କର ଆମ ବସାରେ 3 ରାତି ଅବସ୍ଥାନ କରିବାର ତାତ୍ପର୍ଯ୍ୟ ତାଙ୍କ ନିକଟରେ କ'ଣ ଥିଲା ତାହା ଆମର ଅଜ୍ଞାତ ହେଲେ ମଧ୍ୟ ଅନେକ ଦିନ ପରେ ମୋର ଯାହା ମନେ ହୋଇଛି ତାହା ହେଲା ବାପା ଓ ଯୋଗେଶ୍ୱର ଗଙ୍ଗୋପାଧ୍ୟାୟଙ୍କ ସାନ୍ନିଧ୍ୟ ଲାଭ ପୂର୍ବକ ପରସ୍ପର ମଧ୍ୟରେ ଭାବ ବିନିମୟ ହିଁ ଥିଲା ତାଙ୍କର ଏହି ଅବସ୍ଥାନର ପ୍ରଧାନ ଉଦ୍ଦେଶ୍ୟ। ସେହି ସ୍ମରଣୀୟ 3 ଦିନରେ ସନ୍ଧ୍ୟାଠାରୁ ଗଭୀର ରାତ୍ରି ପର୍ଯ୍ୟନ୍ତ ଏହି 3 ଜଣଙ୍କ ମଧ୍ୟରେ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରସଙ୍ଗ ନେଇ ଯେଉଁ ସମସ୍ତ ଆଲୋଚନା ହେଉଥିଲା ତାହା ଥିଲା ଅତୀବ ଚିତ୍ତାକର୍ଷକ ଓ ଆନନ୍ଦପ୍ରଦ। ସେହି ଆଲୋଚନାରେ ମୁଁ ଥିଲି ଜଣେ ନୀରବ ଶ୍ରୋତା। ସେମାନଙ୍କ ଆଲୋଚନାର କେତୋଟି ବିଷୟ ମୋର ମନେ ଅଛି। ଶ୍ରୀ ଶ୍ରୀ ଠାକୁରଙ୍କ ସାଙ୍ଗରେ ଉତ୍ତର ଭାରତର ତୀର୍ଥସ୍ଥାନ ଭ୍ରମଣ ସମୟରେ ଗୋଟିଏ ଅତ୍ୟାଶ୍ଚର୍ଯ୍ୟ ଅଭିଜ୍ଞତା ବିଷୟରେ ବାପା ବର୍ଣ୍ଣନା କରିଥିଲେ। ଗୟାରେ ଅବସ୍ଥାନ କାଳରେ ଦିନେ ମଧ୍ୟାହ୍ନରେ ଶ୍ରୀ ଶ୍ରୀ ଠାକୁର ଭୋଗ ଗ୍ରହଣ କରୁଥାନ୍ତି। ନିକଟରେ ବାପା ବସିଥାନ୍ତି। ହଠାତ୍ ସେ ଦେଖିଲେ ଶ୍ରୀ ଶ୍ରୀ ଠାକୁରଙ୍କର ସ୍ଥୂଳ ଦେହ ନାହିଁ। ତା ବଦଳରେ ସ୍ଫଟିକ ସଦୃଶ ଗୋଟିଏ ଅତି ସ୍ୱଚ୍ଛ ଦେହ। ଏ କ'ଣ ମୋ ଆଖିର କିଛି ଭୁଲ ନା କ'ଣ ଏପରି ମନେ ହେଲା ବାପାଙ୍କର। କିନ୍ତୁ ତାହା ନୁହେଁ। ଆଖି ମଳି ଭଲ କରି ଦେଖିଲେ ସେହି ଗୋଟିଏ ଦୃଶ୍ୟ। କିଛି ସମୟ ପରେ ସେହି ଦୃଶ୍ୟ ହଠାତ୍ ମିଳାଇଗଲା। ପରେ ଶ୍ରୀ ଶ୍ରୀ ଠାକୁରଙ୍କୁ ଏକଥା କହିବାରୁ ସେ କହିଲେ, ମୋର ଏହି ସ୍ଥୂଳ ଦେହର ଅନ୍ତରାଳରେ ଯେଉଁ ଚିନ୍ମୟ ଦେହ ଅଛି ତୁମେ ତାହାକୁ ହିଁ ଦେଖିଛ। ଏହା ଶୁଣି ରାଜା ସାହେବ ତାଙ୍କର ଏହି ବିଚିତ୍ର ଅଭିଜ୍ଞତା ବିଷୟରେ କହିଲେ। ବସ୍ତରରେ ଦିନେ ସେ ଶ୍ରୀ ଶ୍ରୀ ଠାକୁରଙ୍କୁ ଏକ ଦୃଷ୍ଟିରେ ଚାହିଁ ରହିଥିଲେ। ହଠାତ୍ ଦେଖିଲେ ଶ୍ରୀ ଶ୍ରୀ ଠାକୁରଙ୍କ ଦେହ ମଧ୍ୟରେ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି। ଜୟଗୁରୁ। ଏଇଭଳିଆ ବହୁତ ସୁଲଭ ଏବଂ ଜାଣିବା କଥା ଆମେ ପରବର୍ତ୍ତୀ ସମୟରେ ପ୍ରକାଶ କରିବାର ଆଶା ରଖି ଆଜି ପାଇଁ ବିଦାୟ। ଜୟଗୁରୁ।